ଆମେ ଆସିକି ପହଞ୍ଚିଲୁ ଅଶୋକଝର ପାର୍କ। ଇଏ ଆମର ଜାଣିଥିବେ ତ କ'ଣ ଆପଣଙ୍କ ଭଲ ନାଟା? ଭିକି। ସେ ନୂଆ ପିଲା ଆଡ଼େଇଛନ୍ତି। ଇଏ ହେଲା ଆମ ଚିନ୍ମରଣା ଖଲିର ଭାଇ ବଲି। ତ ଭାଇ ଆମେ ଆସିଛୁ ଅଶୋକଝର ପାର୍କ। ତ ଟିକେ ଭିଡ଼ିଓଟା ଦେଖିଦିଅନ୍ତୁ ଆମର ଆମ ବ୍ଲଗ୍ର ସିନିୟର ଗୁଡ଼ା ସବୁ ଦେଖିଦିଅନ୍ତୁ କ'ଣ ହେଇଛି ମସ୍ତ। ଏ ଦେଖିବା ଏତେ ଭିଉ। ତ ଭାଇ ଆମେ ସବୁବେଳେ ଡେଲି ପଳେଇ ଆସୁଛୁ ଅଶୋକଝର ପାର୍କ ଟିକେ ବୁଲି। ତ ଦେଖନ୍ତୁ ତ ଭାଇ ଆଗକୁ ଯାଇକି ଟିକେ ଦେଖନ୍ତୁ ବ୍ଲଗ୍ରେ କ'ଣ ହେଉଛି। ଭାଇ ଆସିକି ଆମେ ଯାଉଛୁ ଫଟୋ ସୁଟ୍ କରି। ଫଟୋ ସୁଟ୍ ହବ ଏଇନା ବର୍ତ୍ତମାନ। ତାର ସଇଲାଣି ଅବଭିୟସଲି କି ଦୁଇଟା। ଆମର ତାଙ୍କର କରିବାକୁ ଯାଉଛୁ। ସେ ତାଙ୍କ ଭାବନାରେ ଫୋନ୍ ଗପି ବି ପଳାଉଛନ୍ତି। ଭାଇ ଯୋଉ ପିଲାଟା ଦେଖିନଥିଲେ ଯାଇଥିଲା ଆମେ କୋଉଠି ଟାଙ୍କିଆ ପାହାଡ ସେ ଯୋଉ ଗପି ପଳାଇଥିଲା ତଳକୁ। ସେଇ ଯୋଉ ଭାଇ ବୁଧା ଭିତରୁ ପଶିଯାଇଥିଲେ ଗପି କ'ଣ କହିବୁ। ଗପି ଯୋଉ ପୁରା ତଳକୁ ପଳାଇଥିଲା ସେଇ ପିଲା ତମ ମୁଖ ଦର୍ଶନ କର। ଭାଇ ଦେଖ କି ହସ ଲକ୍ଷ ଟଙ୍କିଆ ହସ। ଏଇ ପାହାଡରେ ହଜିବାକୁ ଇଚ୍ଛା ହଉଛି ଭାଇ। ଦେଖନ୍ତୁ ମାନେ କି ଭିଉ। କାଲି ଭାଇ ଭିଉ ଟା ଭଲସେ ଦେଖେଇନଥିଲା। କାଲି ଭାଇ ଦେଖେଇନଥିଲେ ଆଜି ଦେଖଉଛୁ। ତ ଭାଇ ମାନଙ୍କର ଟିକେ ଫଟୋ ସୁଟିଂ କରିକି ଆସିଛି। ପୁଣି ମୁଁ ଆସିଛି ଭାଇ ନିହାତି। ତ ଭାଇ ନେକ୍ସଟ ପାର୍ଟରେ ଦେଖାହବା। ଆମେ ଗମନ କରୁଛୁ ଘରକୁ। ତ ଭାଇ ମୁଁ ଦେଖିପାରିଲିନି ପ୍ରାଙ୍କଟା ଏତେ କଲୁ ଯେ ଭାଇ ଏମାନେ ଦି ଜଣ ରିଲ୍ସ କଲେ ଏମିତି। ଭାଇ ମୁଁ ଫଟୋ ବି ଆଜି ଉଠେଇ ପାରିନି। ଦେଖନ୍ତୁ ଏ କୋଣାର୍କ ଦିଟା ପୁରା ଜାରା କରିଦେଲେ ମୋ ଅବସ୍ଥା। ଭାଇ ମୁଁ ଘରକୁ ଯାଉଛି। ତ ଭାଇ ଏଇଟା ଭିଡ଼ିଓଟା ଆଜି ଦେଖିବେ ୟୁଟ୍ୟୁବ୍ ଚ୍ୟାନେଲରେ। ପ୍ଲିଜ୍ ଲାଇକ୍ ସବସ୍କ୍ରାଇବ୍ କମେଣ୍ଟ ବି କରିଦେବେ ଭାଇ। ତ ଭାଇ ନେକ୍ସଟ କାଲି ବ୍ଲଗ୍ରେ ଦେଖାହବା। ସୋ ବାଏ ଗୁଡ୍ ବାଏ। ଆଉ ଭଲରେ ରୁହନ୍ତୁ।